ओम नमो भगवते वासुदेवाय। त्रयोविंशोऽध्याय। उद्धव उवाच। उद्धव शिरे देई कर बोलई ଶୁଣ ଦାମୋଦର। ବେଦ ବିଚାରି ତତ୍ତ୍ୱ ଜାଣି ଯେବେ ସଂସାରୁ ତରେ ପ୍ରାଣୀ। ସେ ତତ୍ତ୍ୱ ଏକ ବା ଅନେକ କହ କେଶବ ତୁ ବିବେକ। ନାନା ପ୍ରକାରେ ମୁନିଗଣେ କହନ୍ତି ତତ୍ତ୍ୱ ବିଚାରଣେ। କେଷଟ ସପ୍ତ ଚାରି ଭଣେ କେ ଏକାଦଶ ପରିମାଣେ। କେ ପଞ୍ଚବିଂଶ ଷଡ଼ବିଂଶ କେହୁ କହନ୍ତି ସପ୍ତଦଶ। କେମାନେ ନବ ଏକାଦଶ କାହାର ମତେ ତ୍ରୟୋଦଶ। କେ ବୋଲେ ଷଟଦଶ ମତେ ଏଣୁ ସଂଶୟ ମୋର ଚିତେ। ମୁଁ ପୁଣି ତୋହର ସମ୍ମତେ ପ୍ରସ୍ତାବେ ପୁଛିଲଇଁ ତୋତେ। ନବ ତୃତୀୟ ଏକାଦଶ ସଂଖ୍ୟା ପୁରାଣ ତ୍ରୟୋଦଶ। ତ୍ରିନବ ଏକାଦଶ ଦିନେ ନ ଶୁଣି ତୁମ୍ଭର ବଚନେ। ନାନା ପ୍ରକାରେ ମୁନିଗଣେ କହନ୍ତି ତତ୍ତ୍ୱ ବିଚାରଣେ। ଏ ସର୍ବ ସତ୍ୟ କେବା କେତେ କି ନୁହେଁ ନାନା ଭେଦ ମତେ। ଏମନ୍ତେ ଉଦ୍ଧବ ବଚନ ଯେ ତାର ଚିତ୍ତଗତ ଭ୍ରମ। ଶ୍ରୀ ଭଗବାନ ଉବାଚ। ପୁଣି କହନ୍ତି ଚକ୍ରପାଣି ଶୁଣ ହେ ମୁନିଗଣ ବାଣୀ। ମୁକ୍ତି ଲଭନ୍ତି ସର୍ବସ୍ଥାନେ ଯେ ଅବା ଯେତେ ପରିମାଣେ। କେବେହେଁ ନୁହେଁ ଦୁର୍ଘଟନ ସେ ସତ୍ୟ ଏ ତିନି ଭୁବନ। ସଂସାରେ ମୁନିଗଣ ଚିତ୍ତ ମୋର ମାୟାରେ ବିମୋହିତ। ନାନା ପ୍ରକାରେ ତର୍କ ବଳେ ତତ୍ତ୍ୱ ବଖାଣନ୍ତି ସୟଳେ। କୁତର୍କ ବିବାଦ ପ୍ରକାରେ ବଚନେ ନାନା ଶକ୍ତି ଧରେ। ତେଣୁ ଏ ଅନେକ ପ୍ରକାରେ ତତ୍ତ୍ୱ ବିଚାରନ୍ତି ସଂସାରେ। ତେଣୁ ବଚନ ଏହାଙ୍କର ବୁଝ ତୁ ଅନେକ ପ୍ରକାର। ମୁଁ ଯାହା କହୁଅଛି ତୋତେ ସଂସାରେ ସତ୍ୟ ମାତ୍ର ଏତେ। ବିବାଦେ ତର୍କ ବଢ଼େ ନୃତ୍ୟ ବିବାଦେ ତର୍କ ବଢ଼େ ନୃତ୍ୟ ଏଣୁ କହନ୍ତି ନାନା ମତେ। ମୁନି ବଚନ ସୁଘଟନ ତେଣୁ ସେ ନୁହଁଇ ଖଣ୍ଡନ। ସ୍ୱଭାବେ ମୋର ମାୟା ଘେନି ମୁକ୍ତି କହନ୍ତି ଯେତେ ମୁନି। ତାଙ୍କ ବଚନ ମହିସ୍ଥଳେ ମୁହିଁ ସ୍ଥାପଇ ଭକ୍ତି ବଳେ। ଈଶ୍ୱର ପୁରୁଷଙ୍କ ଗାତ୍ରେ ବିଚ୍ଛେଦ ନାହିଁ ତିଳେ ମାତ୍ରେ। ବିକଳ୍ପ କଳ୍ପନା ଗୋଚରେ ଅସତ୍ୟ ଜ୍ଞାନ ହୀନ କରେ। ତଥାପି ତାହାଙ୍କ ବଚନ ମୁହିଁ ଯେ କରଇ ସ୍ଥାପନ। ଯୁକ୍ତି କରନ୍ତି ସ୍ତୁତି ଭେଦେ ପଣ୍ଡିତ ସ୍ୱଭାବ ବିବାଦେ। ଏମନ୍ତ ମୁନିଙ୍କ ବଚନେ ଯେତେ ଘଟଇ ଅନୁମାନେ। ଶାସ୍ତ୍ର ବିଚାରନ୍ତି ସଂସାରେ ଏମନ୍ତ ଅନେକ ପ୍ରକାରେ। ନ୍ୟାୟ ବଚନେ ମୁକ୍ତି ବଳେ କର୍ଣ୍ଣେ ଶୁଣନ୍ତେ କୁତୂହଳେ। ପଣ୍ଡିତ ଜନଙ୍କ ବଚନ କେବେହେଁ ନୁହେଁ ଅଘଟନ। ଏମନ୍ତ ଗୁଣମୟ ବାଣୀ ଉଦ୍ଧବ କୃଷ୍ଣ ମୁଖୁ ଶୁଣି। ପୁଣି ସଂଶୟ କରି ମନେ ପୁଛଇ କୃଷ୍ଣ ସନ୍ନିଧାନେ। ପ୍ରକୃତି ପୁରୁଷ ସ୍ୱଭାବେ ଈଶ୍ୱର ତହୁଁ ଭିନ୍ନ ଯେବେ। ଆଶ୍ରେ କରନ୍ତି ଅନ୍ୟ ଅନ୍ୟ ନୃତ୍ୟ ବସନ୍ତି ଯଥାସ୍ଥାନେ। ଆଶ୍ରେ କରନ୍ତି ଅନ୍ୟ ଅନ୍ୟେ ନୃତ୍ୟ ବସନ୍ତି ଯଥାସ୍ଥାନେ।
ପ୍ରକୃତି ପୁରୁଷର ଦେହେ ବସଇ ଜୀବନର ପ୍ରାୟେ ପୁରୁଷ ପ୍ରକୃତି ନ ହୁଡ଼େ ଏଣୁ ଏ ଥାନ୍ତି ଏକ ଯୋଡ଼େ ଚିତ୍ତେ ଏ ସଂଶୟ ମୋହର ଛେଦ ହେ କମଳାର ବର ଗୋବିନ୍ଦ କମଳ ଲୋଚନ ପରମ ପୁରୁଷ ଉତ୍ତମ ତୋର ମାୟାରେ ଜୀବ ଯେତେ ବିମୋହ ଜଡ଼ିତ ଜଗତେ ଯାହାକୁ ହେଉ ତୁ ସଦୟ ଜ୍ଞାନ ତାରୁଦରୁ ଉଦୟ ତୁ ଆତ୍ମା ସର୍ବଜୀବପତି ସୁଗୁରୁ ଜ୍ଞାନ ଗମ୍ୟ ଗତି ଏମନ୍ତ ଶୁଣି ତୋ ବଚନ ଏମନ୍ତ ଶୁଣି ତା ବଚନ କହନ୍ତି ଦେବକୀ ନନ୍ଦନ ପ୍ରକୃତି ପୁରୁଷର ଗୁଣ ସଂଯୋଗ ବିଯୋଗ କାରଣ ସକଳ ଗୁଣ ଭେଦ ଯେତେ ବିଚାରି କହୁଅଛି ତୋତେ ତୁ ତାହା ଚିତ୍ତେ ଭଲେ ସ୍ମର ଶୁଣି ଉଦ୍ଧବ ଯୋଡ଼େ କର ବୋଲଇ ବିନୟ ବଚନ ଭୋ ନାଥ କର ଅବଧାନ ତୋର ବିମୁଖ ଯେତେ ପ୍ରାଣୀ ତାହାଙ୍କୁ ନିଜ କର୍ମେ ଆଣି ନାନା ଯୋନିରେ ଜାତ କରେ ତେଣୁ ଶରୀର ପ୍ରାଣୀ ଧରେ ଭ୍ରମନ୍ତି ନିଜ କର୍ମ ପଥେ ଦୁଃଖ ଦୁରିତ ଭୋଗ ଅର୍ଥେ ଶରୀର ଧରନ୍ତି କେମନ୍ତେ ଛାଡ଼ନ୍ତି ନିଜ କର୍ମ ଅନ୍ତେ ନାନା ବିପାକେ ଭୁଞ୍ଜେ କର୍ମ ଗତ ଆଗତ ପଥ ଶ୍ରମ ଭୋ ନାଥ ଭକତ ବତ୍ସଳ କରୁଣା ସିନ୍ଧୁ ଆଦି ମୂଳ ନମୋ ଗୋବିନ୍ଦ ଦାମୋଦର କହ ସଂଶୟ ଯାଉ ମୋର ଉଦ୍ଧବ ବାକ୍ୟ ଯଦୁନାଥ ଜୀବର ଗତି ପରମାର୍ଥ କହନ୍ତି ଉଦ୍ଧବକୁ ଚାହିଁ ଶୁଣ ହେ ଏକଚିତ୍ତ ହୋଇ ମନଟି ହୁଏ କର୍ମମୟ ନାନା ପ୍ରକାରେ ସୃଜେ ଦେହ ପ୍ରାଣୀ ଜୀବନ ଅନ୍ତଃକାଳେ ମନ ଭ୍ରମଇ ଅନ୍ତରାଳେ ପ୍ରାଣୀ ସଙ୍ଗତେ ଯାହା ଭାବେ ସେ ଅନୁସାରେ ଜନ୍ମ ଲାଭେ ସେ ଆତ୍ମା ମନ ପଛେ ପଛେ ସ୍ୱଭାବେ ବୋଲଇ ପ୍ରତ୍ୟକ୍ଷେ ଏଣୁ ସେ ମନ ଥାଏ ଯହିଁ ଏ ଜୀବ ଆତ୍ମା ମିଳେ ତହିଁ ଏ ଆତ୍ମା ଅହଙ୍କାରେ ବନ୍ଦୀ ଅଦୃଷ୍ଟ ବଶ ନିରବଧି ଏଣୁ ସେ ନାହିଁ ମନୋରଥେ ବିଷୟ ଜ୍ଞାନ ଅବିରତେ ଧ୍ୟାନେ ଚିନ୍ତଇ ସ୍ୱର୍ଗବାସ କେବେ ହେଁ ଇନ୍ଦ୍ର ପଦେ ଆସ ଭୂମିରେ ଚିନ୍ତେ ରାଜପଦ ନାନା ପ୍ରକାରେ ଭୋଗେ ସଧ ଏକଇ ଚିନ୍ତଇ ନିରତେ ମନ ଭ୍ରମଇ ନାନା ମତେ ଏମନ୍ତ ଚିତ୍ତ ଯହିଁ ରହେ ଜ୍ଞାନ ହରାଇ ପୂର୍ବ ଦେହେ ମନ ନିଶ୍ଚଳ ଜୀବ ସଙ୍ଗେ କର୍ମ ମିଳଇ ତାର ଆଗେ ସେ ପର ଦେହେ ଯେବେ ପଶେ ଏକାନ୍ତେ ମନ ତହିଁ ମିଶେ ଆତ୍ମା ସଙ୍ଗରେ ରହେ ଧୀରେ ପୂର୍ବ ଶରୀର ସେ ପାଶରେ ଲଭଇ ପର ଦେହ ସଙ୍ଗ ତେବେ ପାଶରେ ପୂର୍ବ ଅଙ୍ଗ ମନ ସଙ୍ଗତେ ଚଳେ ପ୍ରାଣ ଏମନ୍ତେ ଲଭଇ ମରଣ ପୂର୍ବ ଶରୀର ପରିତ୍ୟାଗୀ ନୂତନ ଦେହେ ଅନୁରାଗୀ ସେ ଦେହେ ରହେ ଆତ୍ମା ଭାବେ ପ୍ରାଚୀନ ପ୍ରକୃତି ସ୍ୱଭାବେ ଜୀବର ଜନ୍ମ ଏ ପ୍ରକାର ଶରୀରୁ ଶରୀର ବାହାର ଏ ଜୀବ ସ୍ୱପ୍ନ ମନୋରଥେ ଯେ ରୂପେ ପ୍ରଭୁ ଥାଇ ନୃତ୍ୟେ ଏ ଜୀବ ସ୍ୱପ୍ନ ମନୋରଥେ ସେ ଯେ ରୂପେ ପ୍ରଭୁ ଥାଇ ନୃତ୍ୟେ ନିଦ୍ରା ଅବସାନ ସଚେତ ଯେମନ୍ତେ ପାଶୋରଇ ଚିତ ସେହି ପ୍ରକାରେ ପୂର୍ବ ଦେହି ପାଶୋରେ ପର ତନୁ ପାଇ ଜନ୍ମ ମରଣ ବେନିମତ
ବିଚାରେ ଏ ନୁହନ୍ତି ସତ୍ୟ। ଜନ୍ମାଦି ମରଣ ପର୍ଯ୍ୟନ୍ତେ ଜୀବର ଧର୍ମ ବୋଲି ଏତେ। ଏବେନି ମାର୍ଗ ଅନୁସରି ଉଦ୍ଧବେ କହିଲେ ମୁରାରି। ବୃକ୍ଷ ପର୍ବତ ଛାୟା ଯେହ୍ନେ ନିଶ୍ଚଳ ଜଳ କମ୍ପନେ। ଜଳ ଚଳିଲେ ଯେହ୍ନେ ଚଳେ ଜଳ ଚଳିଲେ ଯେହ୍ନେ ତଳେ। ଭ୍ରମଇ ଅବନୀ ମଣ୍ଡଳେ ସ୍ୱପ୍ନେ ଅନର୍ଥ ଦେଖି ଯେତେ। ମିଥ୍ୟା ବିଚାର କରି ଚିତେ କେବେହେଁ ନୁହଁ ଇଏ ସତ୍ୟ। ଏ ମୋହ ମାୟା ବିକଳ୍ପିତ ଏଣୁ ତୁ ଭ୍ରମ ପରିହର। ଚଞ୍ଚଳ ଚିତ୍ତ କର ସ୍ଥିର ଏଣୁ ଏ ଲୋକ ଧର୍ମ ଯେତେ। ମିଥ୍ୟା ପ୍ରଚାର ଯେ ନିଶ୍ଚିନ୍ତେ ଯେଓ ବା ସ୍ତୁତି ଅପମାନ। ଏହାକୁ ଉଦ୍ଧବ ନ ଘେନ କେବା କରଇ ଅଭିମାନ। ଭର୍ତ୍ସନା ତର୍ଜନ ତାଡ଼ନ କେଓ ବା କରେ ନିନ୍ଦା ସ୍ତୁତି। କେଉ ଉପହାସେ ବା ହସନ୍ତି କେଓ ବା ବଳେ ଧନ ନାଶେ। କେ ମାରେ କେ ବା ବାନ୍ଧେ ରୋଷେ ଭୋଜନ ପାତ୍ରେ ଧୂଳି ଦିଅନ୍ତି। କେ ବଳେ ତୋଳି କଚାଡ଼ନ୍ତି ତଥାପି ଧୀର ମହାଶୟ। ନିଷ୍କାମ ଗଭୀର ହୃଦୟ ଯେ ପ୍ରାଣୀ ସ୍ତୁତି ନିନ୍ଦା ସହେ। ଅଦୁଷ୍ଟ ମାନ ସ୍ଥିର ରହେ। ଉଦ୍ଧବବାଚ ଉଦ୍ଧବ କନେ ତାହା ଶୁଣି ବୋଲଇ ଶୁଣ ଚକ୍ରପାଣି। ଏ ବଡ଼ ସଂଶୟ ମୋ ଚିତ୍ତେ ଏମନ୍ତେ କେ ଅଛି ଜଗତେ। କେ ପାରେ ଏତେ ଦୁଃଖ ସହି ମର୍ତ୍ତ୍ୟ ମନୁଷ୍ୟ ଦେହ ବହି। ଯାହାର ମର୍ମ ଅଭ୍ୟନ୍ତରେ ଭେଦଇ କୁବଚନ ସରେ। କେ ଚିତ୍ତ ନିରୋଧିବ ସହି ଏମନ୍ତ ପ୍ରାଣୀ ନ ଦେଖଇ। ଯେ ଅଛି ସର୍ବଶାସ୍ତ୍ର ମତେ ଯୋଗ ଅଭ୍ୟାସ ଦୃଢ଼ ଚିତ୍ତେ। ନିନ୍ଦା ସ୍ତବନ ବେନି ପଥେ ସେହି ଭ୍ରମଇ ଏ ଜଗତେ। ଯେଓ ବାଛନ୍ତି ସାଧୁ ଜନେ ତୋ ପାଦ ସୁଧା ମଧୁପାନେ। ଚିତ୍ତ ଆନନ୍ଦେ ଭୋଳା ମତି ଏ ଧର୍ମ ଯେହ ବା ସହନ୍ତି। ସ୍ତୁତି ନିନ୍ଦନ ଯେ ପ୍ରକାରେ ଯେ ଦୁଷ୍ଟ ବଚନ ପ୍ରହାରେ। ମୁଁ ବଡ଼ ଭ୍ରମ ମୋର ଚିତ୍ତେ ଓ ନାଥ ସହିବି କେମନ୍ତେ। ଉଦ୍ଧବ କହେ କୃଷ୍ଣ ପାଶେ ସୁଜନେ ଜନ ଏହି ରସେ। ବୋଲଇ ଦାସ ଜଗନ୍ନାଥ ପ୍ରାକୃତ ବନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ଏକାଦଶ ସ୍କନ୍ଧେ ସାରବଂଶଃ ପ୍ରଶ୍ନୋ ନାମ ତ୍ରୟୋବିଂଶୋऽଧ୍ୟାୟः। ଓಂ ନମୋ ଭଗବତେ ବାସୁଦେବାୟ।